92 ବର୍ଷର ଅନ୍ୟତମ ଶ୍ରେଷ୍ଠ ସଂକୀର୍ତ୍ତନରେ ମହିଳାମାନଙ୍କ ଆଧୁନିକ ହରିନାମ ସଂକୀର୍ତ୍ତନ ଦେଖି ଯୁବକ ଯୁବତୀ ହେଲେ ମତୁଆଲା। କଳା ସଂସ୍କୃତି ପରମ୍ପରାର ଅନ୍ୟତମ ଶ୍ରେଷ୍ଠ ପରିଚୟ ହେଉଛି ମୟୂରଭଞ୍ଜ। ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ବହୁଳ ହୋଇଥିଲେ ସୁଦ୍ଧା ଓଡ଼ିଆଙ୍କ ପୂଜା ପଦ୍ଧତି ସହିତ ସମସ୍ତ ପରମ୍ପରା ମଧ୍ୟ ବେଶ ଆକର୍ଷଣୀୟ ହୋଇଥାଏ। ପାଖାପାଖି 2 ମାସ ଧରି ଚାଲିଥିବା ମୟୂରଭଞ୍ଜର ଶ୍ରେଷ୍ଠ ଗଣପର୍ବ ମକର ସଂକ୍ରାନ୍ତିର ବାସ୍ନା ଧୀରେ ଧୀରେ ମଳି ଯାଉଥିବା ବେଳେ ଏବେ ପହିଲେ ଫଗୁଣର ଆରମ୍ଭରେ ଅନେକ ଗାଁରେ ଆରମ୍ଭ ହେଲାଣି ହରିନାମ ସଂକୀର୍ତ୍ତନ। ବର୍ତ୍ତମାନ ହରିନାମ ସଂକୀର୍ତ୍ତନ ସହିତ ଆମ୍ବ ବଉଳ ବାସ୍ନାରେ ଚତୁର୍ଦିଗ ଏବେ ମହକି ଉଠିଲାଣି। ସେହିପରି ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଅନ୍ତର୍ଗତ ତାମଳବନ୍ଧ ଗ୍ରାମରେ ଦେଖିବାକୁ ମିଳୁଛି 92 ବର୍ଷ ଧରି ଚାଲି ଆସିଥିବା ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ସଂକୀର୍ତ୍ତନ। ସ୍ୱାଧୀନତା ପୂର୍ବରୁ 1933 ମସିହାରେ ଆରମ୍ଭ ହୋଇଥିବା ଏହି 16 ପ୍ରହରୀ ହରିନାମ ସଂକୀର୍ତ୍ତନ ଚଳିତ ବର୍ଷ ଫେବୃଆରୀ 23 ତାରିଖରେ ଘଟ ଉତ୍ତୋଳନ କରି ସଂକୀର୍ତ୍ତନ ଆରମ୍ଭ ହୋଇଥିବା ବେଳେ 26 ତାରିଖରେ ନାମ ଶେଷ ହୋଇଥିବା ସହିତ ଦଧି ଉତ୍ସବ ହୋଇଅଛି। ଏହି ହରିନାମ ସଂକୀର୍ତ୍ତନରେ ରାଜ୍ୟ ତଥା ରାଜ୍ୟ ବାହାରୁ ବେଙ୍ଗଲ ଓ ଝାଡ଼ଖଣ୍ଡରୁ ଏକାଧିକ ସଂକୀର୍ତ୍ତନ ଦଳ ଭାଗ ନେଇଥିବା ଜଣାପଡ଼ିଛି। ପୂର୍ବ ବର୍ଷ ମାନଙ୍କରେ ଏଠାରେ ପୁରୁଷଙ୍କ ସଂକୀର୍ତ୍ତନ ଦଳ ସହିତ ବାଳିକା ଭଉଣୀଙ୍କ ଦଳ ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ। ହେଲେ ଚଳିତ ବର୍ଷ ମହିଳା ମା ମାନଙ୍କର ସଂକୀର୍ତ୍ତନ ଦଳ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଛି। ଏହି ମହିଳା ମା ମାନଙ୍କର ସଂକୀର୍ତ୍ତନ ଦଳ ଆଧୁନିକତାର ତାଳେ ତାଳେ ହରିନାମ ସଂକୀର୍ତ୍ତନରେ ମାଟିରୁ ଧୂଳି ଉଡ଼େଇ ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଏହି ସଂକୀର୍ତ୍ତନ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିବା ସହିତ ମତୁଆଲା ଯୁବକ ଯୁବତୀ ସହିତ ବହୁ ଶ୍ରଦ୍ଧାଳୁ ମାଗଣା ଆଇସ୍କ୍ରିମ ଖାଇ ଠାକୁରଙ୍କ ନାମଯଜ୍ଞ ଶୁଣିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ଭଳି 4 ଦିନ ଧରି ଚାଲିଥିବା ଏହି ହରିନାମ ସଂକୀର୍ତ୍ତନ ପାଇଁ ବାହାରେ ଚାକିରି କରି ରହୁଥିବା ବ୍ୟକ୍ତି ଛୁଟି ନେଇ ସପରିବାର ଗାଁକୁ ଆସିଥିବା ବେଳେ ଗ୍ରାମର ପ୍ରତ୍ୟେକ ଘରକୁ ବନ୍ଧୁବାନ୍ଧବଙ୍କ ସୁଅ ଛୁଟିଥାଏ। ହେଲେ ଚିନ୍ତାର ବିଷୟ ସରକାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିବା ବେଳେ 92 ବର୍ଷ ଧରି ଚାଲିଥିବା ତଥା ସ୍ୱାଧୀନତା ପୂର୍ବର ଏହି ସଂକୀର୍ତ୍ତନ ଅନୁଷ୍ଠାନ ଏବେ ବି ଗ୍ରାମର ମଝି ଦାଣ୍ଡରେ ଦେଖିବାକୁ ମିଳିଛି। ଯାହା ଫଳରେ ଏହି ସଂକୀର୍ତ୍ତନ ସମୟରେ ଅଞ୍ଚଳବାସୀ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ତୁରନ୍ତ ସରକାର ଏହି ଗ୍ରାମକୁ ସଠିକ ସରକାରୀ ଜମି ସହିତ ସଂକୀର୍ତ୍ତନ ମଣ୍ଡପ ପାଇଁ ଅଞ୍ଚଳବାସୀ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। तामलबंध ग्रामर बासिंदा आज आमर ये 92तम संकीर्तन हरि संकीर्तन होउची जोटा कि 1933 मसीह स्टार्ट होता जोटा को तामलबंध ग्रामर समस्त ग्रामवासी मिसिकी माने आज पर्यंत करी आसुचंत मते हरि संकीर्तन हेले बहुत खुशी लागे बा ग्रामवासी मानन को बहुत खुशी लागे आ एठी समस्त खाइबा पीवा व्यवस्था मध्य करिताउ माने जति कि गाँ रु आसंती बा जति कि बाहरु लोक आसीतांते समस्त खाइबा पीवा व्यवस्था करिताउ आ भंडार घरे हमर से रुसई वाटे सब हेइताय आ भंडार घरे हमें जते कम खाद्य कले मध्य सेठी माने समस्त पई सफिशिएंट हेइ कि माने खाद्य सब बळका रही जाय एटा हमर 92तम हरि संकीर्तन देखुचंती तो केते भिड़ होईची आ भिड़ आहुरी हुए आज हमर हरि संकीर्तन रो लास्ट एटा स्टार्टिंग माने एटा हमर स्टार्ट हेतला 24 फेब्रुआरी 2024 रे सेटु हमर सेदिन नाम स्टार्ट हेतला आज एबे सांग होबो आ घट आनिथिलु हमें शुक्रवार दिन 23 फेब्रुआरी रे। धन्यवाद। विषयरो बीसी सरदारଙ୍କ रिपोर्ट न्यूज ओडिया।